ଥରେ ଜଣେ ଗୋପୀ ଆଉ ଜଣେ ଗୋପୀକି କହୁଛି ଯେ ସୁବଳ ମଧୁମଙ୍ଗଳ କୃଷ୍ଣଙ୍କ କାନ୍ଧରେ ହାତ ପକାଇକି ଚାଲିଛନ୍ତି, ଆମକୁ ଦେଖିକି ଲୋଭ ଲାଗୁଛି। ଦୈବ ଯଦି କରନ୍ତା, ଆମକୁ ଯଦି ପୁରୁଷ ଜନ୍ମ ଦିଅନ୍ତା, ଆମେ ବି ଏଇରକମ ସୁବଳ ମଧୁମଙ୍ଗଳ ଭଳି କୃଷ୍ଣଙ୍କ କାନ୍ଧରେ ହାତ ପକାଇକି ଚାଲନ୍ତେ। ଠିକ୍ ସେଇଭଳି ଯମୁନା ନଦୀ ଗଙ୍ଗା ନଦୀକି କହୁଛି, ଗଙ୍ଗା ଦେଖରେ ମୋ କୂଳର କହ୍ନେଇ ଖେଳୁଛି। ତେଣୁ ଗଙ୍ଗାର ମନ ଦୁଃଖ ହେଲା। ସିଏ ଭଗବାନଙ୍କୁ ପ୍ରାର୍ଥନା କଲେ ଯେ ପ୍ରଭୁ, ଆପଣଙ୍କ ପାଦର ନଖ କୋଣରୁ ମୋର ଜନ୍ମ, ଆଉ ମୋ କୂଳରେ ଖେଳିଲେନି ତା କୂଳରେ ଖେଳିଲେ। ଠାକୁର ଆଶୀର୍ବାଦ କରିଦେଇ କହିଲେ ସମୟ ଆସିଲେ ତୋ କୂଳରେ ଖେଳିବା। ସମୟ ଆସିଲା। କୃଷ୍ଣ ଗୌର ଅବତାର ଯେତେବେଳେ ହେଲେ, ତାଙ୍କ ସାଙ୍ଗ ପାଙ୍ଗ ପାରିଷଦ ସବୁ ମିଶିକରି ଖୋଳ କରତାଳ ଧରିକି ଗଙ୍ଗା ନଦୀ କୂଳେ କୂଳେ କୀର୍ତ୍ତନ କରିକିରି ମହାମନ୍ତ୍ର ଗାଇକରି ଯିବା ଆସିବା କଲେ। ତେଣୁ ଭଗବାନଙ୍କର ଇଚ୍ଛା ସେ ନିଜେ ଇଚ୍ଛା କରିକି ପୂରଣ କରନ୍ତି। ଆମେ ଇଚ୍ଛା କଲେ ଆମ ଇଚ୍ଛା କେବେ ପୂରଣ ହେବନି। ଏଇଟା ଭଗବାନଙ୍କର ଇଚ୍ଛା।